ମାନବ ସେବା ହିଁ ମାଧବ ସେବା। ଏହି ନ୍ୟାୟରେ ଯୁବ ଶିକ୍ଷକ ମଳୟ କୁମାର ସୁର ବନ୍ୟା ପ୍ରପୀଡ଼ିତଙ୍କ ବିପଦର ସାଥୀ ତଥା ଭୋକିଲା ପେଟରେ ଦାନା ଓ ତୃଷାର୍ତ୍ତକୁ ପାଣି ଦେବା ପାଇଁ ବାଣ୍ଟିଲେ ଶୁଖିଲା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳ। ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣିରେ ଭୋଗରାଇର ପ୍ରାୟ 12ଟି ପଞ୍ଚାୟତ ଜଳମଗ୍ନ ହୋଇ ରହିଛି। ଏଭଳି ଏକ ଦୁଃଖଦ ପରିସ୍ଥିତିରେ କମର୍ଦା କଲେଜ ଛକସ୍ଥିତ ୟୁନିକ୍ ଗ୍ରୁପ ଅଫ୍ ଏଜୁକେସନର ଉପଦେଷ୍ଟା ତଥା ବଡ଼ମନ୍ଦାରଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ଯୁବ ଶିକ୍ଷକ ମଳୟ କୁମାର ସୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନହରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବଡ଼ମନ୍ଦାରଣୀ ଗ୍ରାମର ବିଭିନ୍ନ ୱାର୍ଡରେ ଜଳବନ୍ଦୀ ହୋଇ ରହିଥିବା ପ୍ରାୟ 500 ବନ୍ୟା ପୀଡ଼ିତ ପରିବାରକୁ ଶୁଖିଲା ଖାଦ୍ୟ ଓ ପାଣି ବୋତଲ ବଣ୍ଟନ କରାଯାଇଛି। ଶିକ୍ଷକ ତଥା ସମାଜସେବୀ ମଳୟ କୁମାର ସୁର ପ୍ରତ୍ୟେକ ବନ୍ୟା ଓ ବାତ୍ୟା ସମୟରେ ଲୋକଙ୍କ ପାଇଁ ଦେବଦୂତ ସାଜି ସହଯୋଗର ହାତ ବଢ଼ାଇବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିଥାନ୍ତି। ତାଙ୍କର ଏଭଳି କାର୍ଯ୍ୟକଳାପ ବିପନ୍ନଙ୍କ ସେବା ଦେଖି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ଏହି କାର୍ଯ୍ୟକ୍ରମରେ ୟୁନିକ୍ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଜ୍ୟୋତିପ୍ରକାଶ ଭୂୟାଁ, ଛାତ୍ର ସତ୍ୟନାରାୟଣ ଦେ, ରାଧାକୃଷ୍ଣ ଅଧିକାରୀ, ସୁନୀଲ ବେହେରା, ମାନସ ମାଟି, ଅଭିଜିତ ଜେନା ପ୍ରମୁଖ ସହଯୋଗ କରିଥିଲେ। ब्यूरो रिपोर्ट संपर्क लाइव।